ସାର୍ ଆପଣ ପରିଚୟଟା ଟିକେ ଦେବେ। ମୁଁ ଶ୍ରୀ ଯୋଗେଶ ଚନ୍ଦ୍ର ମହାଳି ଦୁର୍ଗାଦେବୀ ହାଇସ୍କୁଲର ସେଣ୍ଟ୍ରାଲ ସୁପରିଟେଣ୍ଡେଣ୍ଟ। ଆଜ୍ଞା, ଆଜି ଆପଣମାନଙ୍କୁ ମୋର ସ୍ୱାଗତ। ଏ ଯେଉଁ ପରୀକ୍ଷା ହେଉଛୁ ଆଜି ପାଖରୁ କେତେ ଦିନ ଧରି ପରୀକ୍ଷା ଚାଲିବ? 19/2/2024 ଠୁ 2/3/2026 ତାରିଖ ପର୍ଯ୍ୟନ୍ତ ଶେଷ ହେବ। କେଉଁଠି କେଉଁଠି ସ୍କୁଲ ସବୁ ଆସୁଛନ୍ତି ଆମର ପିଲା? ପ୍ରଥମେ ଆସୁଛନ୍ତି ଏ ବିଦ୍ୟାଳୟର ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀମାନେ ଆଜ୍ଞା ଗୁର୍ଦାପାଟଣା ହାଇସ୍କୁଲ, ଆଜ୍ଞା ଆଉ ହେଉଛି ଆମର ହେଉଛି ନୂଆପାଢ଼ୀ, ଆଜ୍ଞା ଆଉ ହେଉଛି ଭୀମେଶ୍ୱର ହାଇସ୍କୁଲ, ଆଉ ହେଉଛି ସାରସ୍ୱତ ଶିଶୁ ମନ୍ଦିର, ଆଉ ହେଉଛି ଆଉ ଗୋଟେ ସ୍କୁଲ, ଯାହା ବି ହଉ ଆପଣଙ୍କର ଚାରିଟା ସ୍କୁଲ ଆପଣଙ୍କର ଆସୁଛି। ଏଇ ଯେଉଁ ସ୍କୁଲର ଆଜି କଡ଼ାକଡ଼ି ବ୍ୟବସ୍ଥା ହେଇଛି କେବଳ ଆପଣଙ୍କ ସ୍କୁଲର ଟିଚର ମାନେ ଅଛନ୍ତି ନା ବାହାରୁ ଟିଚର ବି ନା, ଆସୁଛନ୍ତି? ଆମର 5 ଜଣ ଡେପୁଟି ଟିଚର ଆସିଛନ୍ତି। ଆମ ବିଦ୍ୟାଳୟରେ ହେଉଛି କେତେ ହେଉଛି 9 ଜଣ, ଆଜ୍ଞା, ଆଉ ସିଏ ହେଉଛି 14 ଜଣ ମାନେ ଡେପୁଟିରେ ଆସିକି ଆମେ ପରିଚାଳନା କରିବା ବୋଲି ଆମେ ସିଦ୍ଧାନ୍ତ ନେଇଛୁ ବିଓ ସାର୍ଙ୍କର ନିର୍ଦ୍ଦେଶ ଅନୁସାରେ। କ'ଣ କ'ଣ କଡ଼ାକଡ଼ି ବ୍ୟବସ୍ଥାର ସୁବିଧା ହେଇଛି ଆଜି? କଡ଼ାକଡ଼ି ଆମର ହେଉଛି ବୋର୍ଡ ଟେଲିକାଷ୍ଟ ହେଉଛି, ଆଜ୍ଞା, IP ଆଡ୍ରେସ୍ ନେଇଯାଇଛନ୍ତି। କେହି କାହା ହେଉଛି ଯାହା ଯେଉଁ କ୍ଲାସ୍ରେ ପିଲାମାନଙ୍କର ଡିଷ୍ଟର୍ବ ହେବ ଡାଇରେକ୍ଟ ହେଉଛି ଟେଲିକାଷ୍ଟରେ ଆମକୁ ଜଣେଇବେ, ଆମେ ସେ ସତର୍କ କରିଦେବୁ ପିଲାମାନଙ୍କୁ। ସେଥିପାଇଁ ପିଲାମାନଙ୍କର ଭୟଭୀତ ନ ହୋଇ ଭଲ ମନ ଦେଇ ମାନେ ଲେଖନ୍ତୁ, କିଛି ଅସୁବିଧା ହେବ ନାହିଁ। ଧନ୍ୟବାଦ ସାର୍। ଆପଣ ପରିଚୟଟା ଦେବେ? ମୁଁ ଶ୍ରୀ ପ୍ରଫୁଲ୍ଲ କୁମାର ନାୟକ, ଆଜ୍ଞା ଆସିଷ୍ଟାଣ୍ଟ ଟିଚର, ଆଜ୍ଞା ଦୁର୍ଗାଦେବୀ ଗଭର୍ଣ୍ଣମେଣ୍ଟ ହାଇସ୍କୁଲ, ଡେପୁଟି ସୁପରିଟେଣ୍ଡେଣ୍ଟ HSC 2024ରେ। ଆଉ ଆଜିଠୁ ପରୀକ୍ଷା ଆରମ୍ଭ। ଆଶା କରୁଛି ପିଲାମାନଙ୍କର ସମସ୍ତ ପିଲାମାନଙ୍କର ପରୀକ୍ଷା ଭଲ ହେବ ଏବଂ ସରକାରଙ୍କ ଦ୍ୱାରା ଯାହା ଗାଇଡ଼ଲାଇନ୍ ଅନୁଯାୟୀ ପରୀକ୍ଷା ପରିଚାଳିତ ହେବ। ସବୁ ନିୟମକୁ କଡ଼ାକଡ଼ି ଭାବେ ପାଳନ କରି କେଉଁଠି କେଉଁଠି ସ୍କୁଲରୁ ସବୁ ପିଲାମାନେ ଆସୁଛନ୍ତି ପରୀକ୍ଷା ଦେବା ପାଇଁ? ଆମ ସେଣ୍ଟରକୁ 4ଟା ସ୍କୁଲ ଆସିଛି। ଆଜ୍ଞା ଭୀମେଶ୍ୱର ଗଭର୍ଣ୍ଣମେଣ୍ଟ ହାଇସ୍କୁଲ, ଆଜ୍ଞା ପଞ୍ଚାୟତ ହାଇସ୍କୁଲ ଗୁର୍ଦାପାଟଣା, ଗୁରୁକୁଳ ନୂଆଗାଁ ଏବଂ ନୂଆପାଢ଼ୀ ଗଭର୍ଣ୍ଣମେଣ୍ଟ ହାଇସ୍କୁଲ। ଟୋଟାଲ 219 ପିଲା ଆମ ଏଇ ସେଣ୍ଟରରେ ପରୀକ୍ଷା ଦେବାକୁ ଆସିବେ। ଅଲରେଡ଼ି ଆପଣଙ୍କ ସ୍କୁଲର କଡ଼ାକଡ଼ି ବ୍ୟବସ୍ଥା କେଉଁଭଳିଆ ହେଇଛି? ପ୍ରସ୍ତୁତି ସରିଯାଇଛି। ଆଜ୍ଞା ସମସ୍ତ ପ୍ରସ୍ତୁତି ସରିଯାଇଛି। ଆଉ ଆମର ଯାହା ସରକାରଙ୍କର ନିୟମ ଅନୁଯାୟୀ ପୋଲିସକୁ ଇନଫର୍ମେସନ୍ କରାଯାଇଛି। ପୋଲିସ ପର୍ସନାଲ୍ ମଧ୍ୟ ରହିବେ ଏବଂ ଗେଟ୍ ଚେକିଂକୁ ଭଲ ଭାବରେ କଡ଼ାକଡ଼ି କରାଯିବ। ଯାହା ଆମର ନିର୍ଦ୍ଦେଶ ରହିଛି, ଯାହା ବି ହାୟର ଅଥରିଟିଙ୍କର ମାର୍ଗଦର୍ଶିକା ଏବଂ ନିର୍ଦ୍ଦେଶ, ଟ୍ରେନିଂରେ ଯାହା ଯାହା ଆମକୁ ପରାମର୍ଶ ଦିଆଯାଇଛି ତାକୁ ଆମେ କଡ଼ାକଡ଼ି ଭାବରେ ପାଳନ କରିବୁ। ଆଉ କ'ଣ କହିବେ ପିଲାମାନଙ୍କ ବାବଦରେ କ'ଣ କହିବେ? ଆଶା କରିବି ସମସ୍ତ ପିଲାଙ୍କର ପରୀକ୍ଷା ଭଲ ହେବ। ଭଲ କରନ୍ତୁ ସେମାନେ, ସେମାନଙ୍କର ପରିଶ୍ରମର ଫଳ ସେମାନେ ନିଶ୍ଚିତ ଭାବେ ପାଇବେ ବୋଲି ଆଶା କରୁଛି। ଯେ ପ୍ରତିବର୍ଷ ଯେଉଁ ଆପଣଙ୍କର ସେଣ୍ଟର ପଡ଼େ ଏଠି କ'ଣ ମାନେ ପିଲାମାନେ କେତେ ପରସେଣ୍ଟ ରଖିକି ପାସ୍ କରନ୍ତି ବୋଲି ଆପଣ ଆଶା କରୁଛନ୍ତି? ନାଇଁ, ପିଲା ଭଲ କରନ୍ତି। ଆଜ୍ଞା ଏଠି କିଛି ମାନେ ଆମର ଯେଉଁ ଟେଗିଂ ସ୍କୁଲ ଥାଏ ସବୁ ପିଲା ପରୀକ୍ଷା ଭଲ ଭାବରେ ପରିଚାଳିତ ହୁଏ, କିଛି ଅସୁବିଧା ହୁଏନି। ଆଉ ସବୁକିଛି ଠିକ୍ଠାକ୍ ଚାଲେ। ଧନ୍ୟବାଦ ଆଜ୍ଞା। ଆପଣ କେଉଁଠୁ ଆସୁଛନ୍ତି ଟିକେ କହିବେ? ଆପଣଙ୍କ ପିଲା ଏଠି ପଢ଼ୁଛୁ ମାନେ ଆଜିକା ପରୀକ୍ଷାରେ ଏଠି ପଡ଼ିଛି, ସେଣ୍ଟର ପଡ଼ିଛି। ହଁ, ଆପଣ ପିଲା ମାନେ 9 କ୍ଲାସ୍ରୁ କେତେ ମାର୍କ ରଖିଥିଲା? ହଁ, କେଉଁ ସ୍କୁଲରେ ପଢ଼ୁଛି? ଆଜିକା ପରୀକ୍ଷାରେ କ'ଣ କରିବେ ବୋଲି ଭାବୁଛନ୍ତି, ଆଶା କରୁଛନ୍ତି? 95 ପାଖାପାଖି ରଖିବେ ବୋଲି। ଠିକ୍ ଅଛି। ଛୁଆ ତୁମ ନାଁ କହିବ? ହିମାଂଶୁ ବାରିକ, କେଉଁଠୁ ଆସୁଛ? ଗୁର୍ଦାପାଟଣା। ଗୁର୍ଦାପାଟଣା। ଆଜି ପ୍ରଥମ ଦିନ ପରୀକ୍ଷା କ'ଣ ଅଛି? MIL ଭଲ ହେବ ତୁମର? ଗୁର୍ଦାପାଟଣା ଆଜି ପ୍ରଥମ ଦିନ, ଆଜି କ'ଣ ଅଛି? MIL।
তোমার ঘরে ଆଉ କିଏ କିଏ ଆସୁଛନ୍ତି ସବୁ ତମ ସହିତ ଗାର୍ଡିଆନ ନା ଏକା ଏକା ଆସିଛ ହଉ କେଉଁ ସ୍କୁଲ ଆସୁଛ ଭୀମେଶ୍ୱର ହାଇସ୍କୁଲ ଆଜି କ'ଣ ଅଛି ପରୀକ୍ଷା MIL କେତେ ଦିନ ଧରି ପରୀକ୍ଷା ଚାଲିବ 6 दिन ଆଜ୍ଞା 6 दिन 6 ଦିନ मजा गया बट ହଁ ଆଜି ପାଖରୁ ଆରମ୍ଭ ହେଲା କେନ ସରିବ କେଦିନ 20 तारीख 2 ତାରିଖ ପରୀକ୍ଷା ଭଲ ହବ ହଉ